ଦର୍ଶକ ବନ୍ଧୁ, ଆଜି ମୁଁ ଡ୍ରଇଂ ରୁମ୍ ବିଷୟରେ କହିବି ଯେ ଡ୍ରଇଂ ରୁମ୍ରେ କେଉଁ ଜିନିଷ କେଉଁ ପଟରେ ରଖିଲେ ଶୁଭ ହୋଇଥାଏ ଏବଂ ଗୃହର ସ୍ୱାମୀ କେଉଁ ଆଡ଼କୁ ମୁହଁ କରି ବସିଲେ ଶୁଭାଶୁଭ ହୋଇଥାଏ, ଏ ବିଷୟରେ ମୁଁ କହିବାକୁ ଯାଉଛି। ସେଥିପାଇଁ ଟିକେ ଭିଡ଼ିଓକୁ ଲାଇକ୍ କରନ୍ତୁ। ଦର୍ଶକ ବନ୍ଧୁ, ଡ୍ରଇଂ ରୁମ୍ର ସୋଫା ସେଟ୍, ଭାରି ଜିନିଷ, ଶୋକେସ୍ ପଶ୍ଚିମ କିମ୍ବା ଦକ୍ଷିଣ କଡ଼ରେ ରଖିବ। ଜାଗା ଯଦି କମ୍ ଥାଏ, ଆସବାବପତ୍ର ବା ଫର୍ଣ୍ଣିଚର ପୂର୍ବ କିମ୍ବା ଉତ୍ତର ଦିଗରେ ରଖିବାକୁ ଚାହିଁଲେ ଏସବୁ ହାଲକା ହେବା ଓ ଭୂମିଠାରୁ 1 ରୁ 3 ଇଞ୍ଚ ଉପରେ ରହିବା ପାଇଁ ବ୍ୟବସ୍ଥା କରିବା ଜରୁରୀ। ଗୃହସ୍ୱାମୀ ଏଠାରେ ବସିବା ବେଳେ ସବୁବେଳେ ପୂର୍ବ କିମ୍ବା ଉତ୍ତରକୁ ମୁହଁ କରି ବସିପାରିବା ଭଳି ବ୍ୟବସ୍ଥା ରଖିବ। ଗୋଲାକାର, ତ୍ରିଭୁଜାକାର, ଅଣ୍ଡାକାର, ଷଟ୍କୋଣ ବିଶିଷ୍ଟ କିମ୍ବା ବିକୃତ ଆକାର ଆସବାବପତ୍ର ରଖିବ ନାହିଁ। ବର୍ଗାକାର କିମ୍ବା ଆୟତାକାର ଆସବାବପତ୍ର ବ୍ୟବହାର କରିବା ଉପଯୁକ୍ତ ଅଟେ। ଘରେ ଟିଭି ଦକ୍ଷିଣ ପୂର୍ବ ଆଗ୍ନେୟ କୋଣରେ ଲଗାଇବ। ଏହା ଉତ୍ତର ପଶ୍ଚିମ କୋଣରେ ଲଗାଇଲେ ଏହା ସବୁବେଳେ ବ୍ୟବହୃତ ହେବ ଓ ସମୟ ନଷ୍ଟ ହେବ। ଏହା ଦକ୍ଷିଣ ପଶ୍ଚିମ ନୈಋତ୍ୟ କୋଣରେ ରହିଲେ ବାରମ୍ବାର ଖରାପ ହେବ। ତେବେ ଟିଭି ଆଣ୍ଟିନା ଦକ୍ଷିଣ ପଶ୍ଚିମ କଡ଼ରେ ରଖିବ। ଟେଲିଫୋନ ପୂର୍ବ ଦକ୍ଷିଣ ପୂର୍ବ କିମ୍ବା ଉତ୍ତର ଦିଗରେ ରଖିବ। କୁଲର ପଶ୍ଚିମ କଡ଼ରେ ରଖିବ। ଉତ୍ତର ପୂର୍ବ କୋଣରେ ଭଗବାନଙ୍କର ଛବି, ଝରଣାର ଛବି ଝୁଲାଇପାର, କିନ୍ତୁ ପଶୁ ପକ୍ଷୀ, ସ୍ତ୍ରୀ ଲୋକ, କ୍ରନ୍ଦନରତ ଶିଶୁ, ଯୁଦ୍ଧ ଦୃଶ୍ୟ ଥିବା ଛବି ଆଦି ଏହି ଗୃହରେ ରଖିବ ନାହିଁ। ପ୍ରବେଶ ଦ୍ୱାରର ଭିତର ପଟେ ଦ୍ୱାରର ଠିକ୍ ଉପରେ କୌଣସି ଠାକୁରଙ୍କ ଫଟୋ ରଖିବ ନାହିଁ, କିନ୍ତୁ ପ୍ରବେଶ ଦ୍ୱାର ବାହାର ପଟେ ଦ୍ୱାରର ଠିକ୍ ଉପରେ ଶ୍ରୀ ଗଣେଶଙ୍କ ଫଟୋ କିମ୍ବା ଟାଇଲ୍ ଚିତ୍ର ରଖିପାରିବ। ଏହି ଘରର ରଙ୍ଗ ଧଳା, ହଳଦିଆ, ନୀଳ କିମ୍ବା ସବୁଜ ହେବା ଉଚିତ। ଦର୍ଶକ ବନ୍ଧୁ, ଯଦି ଭିଡ଼ିଓଟି ଭଲ ଲାଗିଥାଏ ତାହେଲେ ଲାଇକ୍ କରିବେ, ଅନ୍ୟମାନଙ୍କୁ ସେୟାର କରିବେ ଏବଂ ସବସ୍କ୍ରାଇବ୍ କରିବେ। ରହୁଛି। ଜୟ ଜଗନ୍ନାଥ।